ଓଁ ନମଃ ଶିବାୟ। ନମସ୍କାର ବନ୍ଧୁଗଣ, ଜଣା ଅଜଣା ଜ୍ଞାନ ଚ୍ୟାନେଲକୁ ଆପଣମାନଙ୍କୁ ହାର୍ଦ୍ଦିକ ସ୍ୱାଗତ। ବନ୍ଧୁଗଣ, ହିନ୍ଦୁ ଧର୍ମରେ ମା ଗଙ୍ଗାଙ୍କୁ କେବଳ ଏକ ନଦୀ ନୁହେଁ ବରଂ ମୋକ୍ଷ ପ୍ରଦାନକାରିଣୀ ଦେବୀ ଭାବରେ ପୂଜା କରାଯାଏ। କୁହାଯାଏ ଯେ ଗଙ୍ଗାଙ୍କ ପବିତ୍ର ଜଳର ସ୍ପର୍ଶ ମାତ୍ରେ ମଣିଷର ପାପ କ୍ଷୟ ହୁଏ ଏବଂ ତାଙ୍କର ଆତ୍ମା ପବିତ୍ର ହୋଇଯାଏ। କିନ୍ତୁ ଆପଣ କେବେ ଭାବିଛନ୍ତି କି ସ୍ୱର୍ଗରୁ ପୃଥିବୀକୁ ଆସିବା ପୂର୍ବରୁ ମା ଗଙ୍ଗାଙ୍କୁ ଭଗବାନ ଶିବ ନିଜ ଜଟାରେ କାହିଁକି ଧାରଣ କରିଥିଲେ? କେବଳ ମାତା ଗଙ୍ଗାଙ୍କ ଜଳସ୍ରୋତର ବେଗକୁ ରୋକିବା ପାଇଁ, ନା ଏହା ପଛରେ ଲୁଚି ରହିଛି କୌଣସି ଗଭୀର ଆଧ୍ୟାତ୍ମିକ ରହସ୍ୟ? ଗଙ୍ଗା କିପରି ସ୍ୱର୍ଗରୁ ପୃଥିବୀକି ଆସିଲେ? ରାଜା ଭଗୀରଥଙ୍କ ତପସ୍ୟା କେତେ କଠିନ ଥିଲା ଏବଂ ଭଗବାନ ଶିବଙ୍କ ଜଟାରେ ବନ୍ଦୀ ହେବା ପରେ ଗଙ୍ଗାଙ୍କ ଅହଙ୍କାର କିପରି ଭଙ୍ଗ ହେଲା? ବନ୍ଧୁଗଣ, ଆଜିର ଏହି ବିସ୍ତୃତ କାହାଣୀରେ ଆମେ ଜାଣିବା ଗଙ୍ଗା ଅବତରଣର ସମ୍ପୂର୍ଣ୍ଣ ଇତିହାସ, ରାଜା ସଗରଙ୍କ 60,000 ପୁତ୍ରଙ୍କ ରହସ୍ୟ, ଭାଗୀରଥୀଙ୍କ ଅଦ୍ଭୁତ ତପସ୍ୟା, ମହାଦେବଙ୍କ ଅସୀମ କରୁଣା ଏବଂ ଏହି ଦିବ୍ୟ ଘଟଣା ପଛରେ ଥିବା ଆଧ୍ୟାତ୍ମିକ ସନ୍ଦେଶ। ତେଣୁ ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ଦେଖନ୍ତୁ, କାରଣ ଶେଷରେ ଆମେ ଏମିତି ଏକ ରହସ୍ୟ ଜାଣିବାକୁ ପାଇବା ଯାହା ବହୁତ କମ୍ ଲୋକ ଜାଣନ୍ତି। ତେବେ ଆସନ୍ତୁ ଆରମ୍ଭ କରିବା ଏହି ଅଦ୍ଭୁତ, ଅଲୌକିକ ଏବଂ ରୋମାଞ୍ଚକର କାହାଣୀ। ମା ଗଙ୍ଗା କାହିଁକି ଭଗବାନ ଶିବଙ୍କ ଜଟାରେ ବାସ କରନ୍ତି? ଏହା ପୂର୍ବରୁ ଆମ ଏହି ଚ୍ୟାନେଲରେ ଆପଣମାନେ ଭାରତୀୟ ସଂସ୍କୃତି, ପୁରାଣ, ଧର୍ମ, ଆଧ୍ୟାତ୍ମିକ ରହସ୍ୟ, ମହାଭାରତ, ରାମାୟଣ, ଶିବ ପୁରାଣ, ବିଷ୍ଣୁ ପୁରାଣ ଏବଂ ଅନେକ ଅଜଣା ପୌରାଣିକ କଥା ସରଳ ଓଡ଼ିଆ ଭାଷାରେ ଶୁଣିବାକୁ ପାଇବେ। ଯଦି ଆପଣ ଆମ ଚ୍ୟାନେଲର ପ୍ରଥମ ଥର ପାଇଁ ଆସିଛନ୍ତି, ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ବେଲ୍ ଆଇକନକୁ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମର ପ୍ରତ୍ୟେକ ନୂଆ ଭିଡ଼ିଓ ସର୍ବପ୍ରଥମେ ଆପଣଙ୍କ ପାଖକୁ ପହଞ୍ଚିବ। ବନ୍ଧୁଗଣ, ପୁରାଣ ଅନୁସାରେ ମା ଗଙ୍ଗା କୌଣସି ସାଧାରଣ ନଦୀ ନୁହନ୍ତି। ସେ ହେଉଛନ୍ତି ସ୍ୱୟଂ ଦେବୀ, ଯିଏ ସ୍ୱର୍ଗ, ପୃଥିବୀ ଏବଂ ପାତାଳ ଏହି ତିନି ଲୋକକୁ ପବିତ୍ର କରିବାର ଶକ୍ତି ରଖନ୍ତି। କଥାର ଆରମ୍ଭ ହୁଏ ସେହି ସମୟରୁ, ଯେତେବେଳେ ଭଗବାନ ବିଷ୍ଣୁ ବାମନ ଅବତାର ଧାରଣ କରି ଦୈତ୍ୟରାଜ ବଳିଙ୍କ ଯଜ୍ଞ ମଣ୍ଡପକୁ ଯାଇଥିଲେ। ବାମନ ରୂପରେ ସେ ରାଜା ବଳିଙ୍କୁ ମାତ୍ର 3 ପାଦ ଭୂମି ମାଗିଥିଲେ। ବଳି ସମ୍ମତ ଦେବା ପରେ ବାମନ ନିଜର ବିରାଟ ତ୍ରିବିକ୍ରମ ରୂପ ଧାରଣ କଲେ। ପ୍ରଥମ ପାଦରେ ସେ ପୃଥିବୀକୁ, ଦ୍ୱିତୀୟ ପାଦରେ ସ୍ୱର୍ଗଲୋକକୁ ମାପିଥିଲେ। କୁହାଯାଏ ତାଙ୍କର ଦିବ୍ୟ ପାଦ ସ୍ପର୍ଶରେ ବ୍ରହ୍ମଲୋକରେ ଉପରି ଭାଗରୁ ପବିତ୍ର ଜଳ ପ୍ରବାହିତ ହେଲା। ବ୍ରହ୍ମା ସେହି ଜଳରେ ଭଗବାନଙ୍କ ଚରଣ ପ୍ରକ୍ଷାଳନ କଲେ। ସେହି ଦିବ୍ୟ ଜଳ ହିଁ ପରେ ଗଙ୍ଗା ନାମରେ ପ୍ରସିଦ୍ଧ ହେଲା। ସେଥିପାଇଁ ଗଙ୍ଗାଙ୍କୁ ବିଷ୍ଣୁପଦୀ ମଧ୍ୟ କୁହାଯାଏ, ଅର୍ଥାତ୍ ଭଗବାନ ବିଷ୍ଣୁଙ୍କ ଚରଣରୁ ପ୍ରକଟ ହୋଇଥିବା ଦିବ୍ୟ ଧାରା। ଦେବଲୋକରେ ମା ଗଙ୍ଗାଙ୍କୁ ସମସ୍ତ ଦେବତା ଶ୍ରଦ୍ଧା ଓ ସମ୍ମାନ ସହିତ ପୂଜା କରୁଥିଲେ। ତାଙ୍କର ଜଳକୁ ଅମୃତ ସମାନ ମନେ କରାଯାଉଥିଲା। ଯେଉଁଠି ଗଙ୍ଗା ପ୍ରବାହିତ ହେଉଥିଲେ, ସେଠାରେ ପବିତ୍ରତା, ଶାନ୍ତି ଓ ଦିବ୍ୟତାର ବାସ ହେଉଥିଲା। କିନ୍ତୁ ସେତେବେଳେ କେହି ମଧ୍ୟ କଳ୍ପନା କରିନଥିଲେ ଯେ ଦିନେ ଏହି ଦିବ୍ୟ ନଦୀକୁ ପୃଥିବୀକୁ ଆସିବାକୁ ପଡ଼ିବ ଏବଂ ସେହି ଘଟଣା ପଛରେ ରହିଛି ଏକ ରାଜବଂଶର ଅତ୍ୟନ୍ତ ଦୁଃଖଦ କାହାଣୀ। ସେହି ସମୟରେ ଅଯୋଧ୍ୟାର ସୂର୍ଯ୍ୟବଂଶର ଜଣେ ମହାନ ଏବଂ ପରାକ୍ରମୀ ରାଜା ଥିଲେ ରାଜା ସଗର। ସେ ନ୍ୟାୟପ୍ରିୟ, ଧାର୍ମିକ ଏବଂ ପ୍ରଜାବତ୍ସଳ ଶାସକ ଥିଲେ। ତାଙ୍କର 2 ଜଣ ରାଣୀ ଥିଲେ,
କେଶିନୀ ଓ ସୁମତି। ବହୁ ବର୍ଷ ପର୍ଯ୍ୟନ୍ତ ସନ୍ତାନ ନ ହେବାରୁ ରାଜା ସଗର ଓ ତାଙ୍କ ଦୁଇ ରାଣୀ ମହାନ ଋଷିମାନଙ୍କ ଆଶ୍ରମକୁ ଯାଇ କଠୋର ତପସ୍ୟା କଲେ। ସେମାନଙ୍କର ତପସ୍ୟାରେ ପ୍ରସନ୍ନ ହୋଇ ଜଣେ ମହର୍ଷି ବରଦାନ ଦେଲେ ଯେ କେଶିନୀଙ୍କ ଗର୍ଭରୁ ଜଣେ ତେଜସ୍ୱୀ ପୁତ୍ର ଜନ୍ମ ନେବେ, ଯିଏ ବଂଶ ରକ୍ଷା କରିବେ। ଅନ୍ୟପଟେ ସୁମତିଙ୍କ ଗର୍ଭରୁ 60,000 ପୁତ୍ର ଜନ୍ମ ନେବେ, ଯେଉଁମାନେ ବଳବାନ ହେବେ, କିନ୍ତୁ ତାଙ୍କର ସ୍ୱଭାବ ଅତ୍ୟନ୍ତ ଉଗ୍ର ହେବ। ସମୟ ବିତିବାକୁ ଲାଗିଲା। କେଶିନୀଙ୍କ ଗର୍ଭରୁ ଅସମଞ୍ଜ ନାମକ ପୁତ୍ର ଜନ୍ମ ନେଲେ ଏବଂ ସୁମତିଙ୍କ ଗର୍ଭରୁ 60,000 ପୁତ୍ର ଜନ୍ମ ନେଲେ। ପ୍ରଥମେ ସମଗ୍ର ରାଜ୍ୟ ଉତ୍ସବ ପାଳନ କଲା, କିନ୍ତୁ ବଡ଼ ହେବା ସହିତ ସଗରଙ୍କ 60,000 ପୁତ୍ର ନିଜ ଶକ୍ତିରେ ଅହଙ୍କାରୀ ହୋଇଯାଇଥିଲେ। ସେମାନେ ଋଷିମାନଙ୍କୁ ଅସମ୍ମାନ କରୁଥିଲେ, ସାଧୁମାନଙ୍କୁ ତପସ୍ୟାରେ ବାଧା ସୃଷ୍ଟି କରୁଥିଲେ ଏବଂ ନିଜ ବଳରେ ତିନି ଲୋକକୁ ଭୟଭୀତ କରୁଥିଲେ। ଦେବତାମାନେ ମଧ୍ୟ ସେମାନଙ୍କ ବ୍ୟବହାରରେ ଚିନ୍ତିତ ହୋଇପଡ଼ିଥିଲେ। ରାଜା ସଗର ଅନେକ ଥର ସେମାନଙ୍କୁ ବୁଝାଇଥିଲେ, କିନ୍ତୁ ଶକ୍ତିର ଅହଙ୍କାରରେ ସେମାନେ କାହାର କଥା ଶୁଣିନଥିଲେ। କିଛି ବର୍ଷ ପରେ ରାଜା ସଗର ନିଜ ସାମ୍ରାଜ୍ୟର ମହିମା ସ୍ଥାପନ ପାଇଁ ଅଶ୍ୱମେଧ ଯଜ୍ଞ କରିବାକୁ ସଂକଳ୍ପ କଲେ। ପ୍ରାଚୀନ କାଳରେ ଅଶ୍ୱମେଧ ଯଜ୍ଞକୁ ସର୍ବଶ୍ରେଷ୍ଠ ରାଜସ୍ୱ ଯଜ୍ଞ ମନାଯାଉଥିଲା। ଏହି ଯଜ୍ଞରେ ଏକ ବିଶେଷ ଅଶ୍ୱକୁ ମୁକ୍ତ କରାଯାଉଥିଲା। ସେହି ଘୋଡ଼ା ଯେଉଁ ଯେଉଁ ରାଜ୍ୟକୁ ଯାଉଥିଲା, ସେଠାରେ ରାଜା ଯଦି ତାକୁ ଅଟକାଇ ନଥିଲେ, ତେବେ ସେହି ରାଜ୍ୟ ରାଜା ସଗରଙ୍କ ଅଧୀନକୁ ଆସିଯାଉଥିଲା। କିନ୍ତୁ ଯଦି କେହି ଘୋଡ଼ାକୁ ଧରି ନେଉଥିଲେ, ତେବେ ଯୁଦ୍ଧ ହେବା ନିଶ୍ଚିତ ଥିଲା। ରାଜା ସଗରଙ୍କ ଯଜ୍ଞ ଆରମ୍ଭ ହେଲା ଏବଂ ପବିତ୍ର ଅଶ୍ୱକୁ ସମଗ୍ର ପୃଥିବୀ ପରିଭ୍ରମଣ ପାଇଁ ଛାଡ଼ି ଦିଆଗଲା। 60,000 ରାଜକୁମାର ସେହି ଘୋଡ଼ାର ସୁରକ୍ଷା ଦାୟିତ୍ୱ ନେଲେ। କିନ୍ତୁ ଦେବରାଜ ଇନ୍ଦ୍ର ଭାବିଲେ, ଯଦି ରାଜା ସଗରଙ୍କ ଯଜ୍ଞ ସଫଳ ହୁଏ, ତେବେ ତାଙ୍କର ଯଶ ଓ ପ୍ରଭାବ ବହୁତ ବଢ଼ିଯିବ। ତେଣୁ ସେ ଏକ ମାୟା ସୃଷ୍ଟି କରି ଯଜ୍ଞର ଘୋଡ଼ାକୁ ଚୋରି କରି ନେଇ ମହର୍ଷି କପିଳଙ୍କ ଆଶ୍ରମ ନିକଟରେ ବାନ୍ଧିଦେଲେ। ଘୋଡ଼ା ହଠାତ୍ ଅଦୃଶ୍ୟ ହୋଇଯିବାରୁ ରାଜା ସଗରଙ୍କ ପୁତ୍ରମାନେ କ୍ରୋଧରେ ଉନ୍ମତ୍ତ ହୋଇଉଠିଲେ। ସେମାନେ ଚାରିଆଡ଼େ ଘୋଡ଼ାକୁ ଖୋଜିବାକୁ ଲାଗିଲେ, କିନ୍ତୁ ସେମାନେ ଜାଣିନଥିଲେ ଯେ ତାଙ୍କର ଏହି ସନ୍ଧାନ ସେମାନଙ୍କୁ ଏମିତି ଏକ ଘଟଣା ଆଡ଼କୁ ନେଇଯିବ, ଯାହା କେବଳ ସେମାନଙ୍କର ଜୀବନକୁ ନୁହେଁ, ବରଂ ଭବିଷ୍ୟତରେ ମା ଗଙ୍ଗାଙ୍କ ପୃଥିବୀ ଅବତରଣର କାରଣ ମଧ୍ୟ ପାଲଟିବ। 60,000 ରାଜକୁମାର ଯଜ୍ଞର ଘୋଡ଼ାକୁ ଖୋଜି ଖୋଜି ସମଗ୍ର ପୃଥିବୀରେ ବୁଲିଲେ, କିନ୍ତୁ ତାହାର କୌଣସି ସନ୍ଧାନ ପାଇଲେ ନାହିଁ। କ୍ରୋଧରେ ଅନ୍ଧ ହୋଇ ସେମାନେ ପୃଥିବୀକୁ ଖୋଳିବା ଆରମ୍ଭ କଲେ। ପୁରାଣରେ ବର୍ଣ୍ଣନା ମିଳେ ଯେ ସେମାନଙ୍କ ଶକ୍ତି ଏତେ ଅଧିକ ଥିଲା ଯେ ପର୍ବତ କମ୍ପି ଉଠୁଥିଲା, ଜଙ୍ଗଲ ନଷ୍ଟ ହେଉଥିଲା ଏବଂ ଅନେକ ଜୀବଜନ୍ତୁ ପ୍ରାଣ ହରାଉଥିଲେ। ଦେବତାମାନେ ଏହି ଦୃଶ୍ୟ ଦେଖି ଅତ୍ୟନ୍ତ ଚିନ୍ତିତ ହୋଇପଡ଼ିଲେ। ସେମାନେ ବୁଝିପାରୁଥିଲେ ଯେ ଅହଙ୍କାରରେ ଅନ୍ଧ ହୋଇଥିବା ଏହି ରାଜକୁମାରମାନେ ଧର୍ମ ସୀମା ଅତିକ୍ରମ କରିସାରିଛନ୍ତି। ଘୋଡ଼ାକୁ ଖୋଜି ଖୋଜି ଶେଷରେ ସେମାନେ ପାତାଳ ଲୋକ ନିକଟରେ ଥିବା ଏକ ପବିତ୍ର ଆଶ୍ରମରେ ପହଞ୍ଚିଲେ। ସେଠାରେ ଜଣେ ମହାନ ଋଷି ଗଭୀର ଧ୍ୟାନରେ ବସିଥିଲେ। ସେ ଥିଲେ ମହର୍ଷି କପିଳ। ତାଙ୍କ ମୁହଁରୁ ଅଲୌକିକ ତେଜ ବାହାରୁଥିଲା ଏବଂ ଚାରିଆଡ଼େ ଅଦ୍ଭୁତ ଶାନ୍ତି ବିରାଜମାନ ଥିଲା। ଆଶ୍ରମ ପାଖରେ ସେହି ଅଶ୍ୱମେଧ ଯଜ୍ଞ ଘୋଡ଼ା ବନ୍ଧା ହୋଇଥିବାର ଦେଖାଗଲା। ଘୋଡ଼ାକୁ ଦେଖି ସଗର ପୁତ୍ରମାନଙ୍କ କ୍ରୋଧ ସପ୍ତମ ଆକାଶକୁ ପହଞ୍ଚିଗଲା। ସେମାନେ କିଛି ବିଚାର ନକରି ନିଷ୍ପତ୍ତି ନେଲେ ଯେ ନିଶ୍ଚୟ ଏହି ଋଷି ଘୋଡ଼ାକୁ ଚୋରି କରି ଏଠାରେ ଲୁଚାଇ ରଖିଛନ୍ତି। କେହି ମଧ୍ୟ ଏହା ଭାବିଲେ ନାହିଁ ଯେ ଜଣେ ମହାତପସ୍ୱୀ ଋଷି ଏପରି କାର୍ଯ୍ୟ କେବେ କରିପାରିବେ ନାହିଁ। ସେମାନେ ମହର୍ଷି କପିଳଙ୍କୁ କଠୋର କଥା କହିବାକୁ ଲାଗିଲେ। କେହି କହିଲେ,
ହେ ମୁନି, ତୁମେ ରାଜା ସଗରଙ୍କ ଯଜ୍ଞ ଘୋଡ଼ା ଚୋରି କରିଛ। ଏହା ଏକ ମହାପାପ। ଆଉ କେହି କହିଲେ, ତୁମର ତପସ୍ୟା କେବଳ ଦେଖାଇବା ପାଇଁ। ପ୍ରକୃତରେ ତୁମେ ଜଣେ ଚୋର। କ୍ରୋଧରେ ସେମାନେ ମହର୍ଷିଙ୍କ ଧ୍ୟାନ ଭଙ୍ଗ କରିବାକୁ ଉଦ୍ୟତ ହେଲେ। ସେହି ସମୟରେ ମହର୍ଷି କପିଳ ଧୀରେ ଧୀରେ ନିଜ ଆଖି ଖୋଲିଲେ। ତାଙ୍କ ମୁହଁରେ କ୍ରୋଧ ନଥିଲା, କିନ୍ତୁ ଧର୍ମର ଅପମାନ ଦେଖି ତାଙ୍କର ଦିବ୍ୟ ତେଜ ପ୍ରଜ୍ୱଳିତ ହୋଇଉଠିଲା। ସେ କୌଣସି ଅସ୍ତ୍ର ଉଠାଇଲେ ନାହିଁ, କୌଣସି ଯୁଦ୍ଧ କଲେ ନାହିଁ। କେବଳ ତାଙ୍କର ତପୋବଳର ପ୍ରଭାବରେ ଏହି ଦିବ୍ୟ ଅଗ୍ନି ସୃଷ୍ଟି ହେଲା। ମାତ୍ର କ୍ଷଣକ ମଧ୍ୟରେ ସଗରଙ୍କ 60,000 ପୁତ୍ର ସେହି ତେଜକୁ ସହ୍ୟ କରିପାରିଲେ ନାହିଁ। ସେମାନଙ୍କ ଶରୀର ଭସ୍ମ ହୋଇଗଲା। ସମଗ୍ର ସ୍ଥାନ ନୀରବ ହୋଇପଡ଼ିଲା। ଯେଉଁଠାରେ କିଛି ମୁହୂର୍ତ୍ତ ପୂର୍ବରୁ ଗର୍ବ ଓ କ୍ରୋଧର ଗର୍ଜନ ଶୁଣାଯାଉଥିଲା, ସେଠାରେ ଏବେ କେବଳ ଭସ୍ମର ଢେର ପଡ଼ି ରହିଥିଲା। ଏହି ଘଟଣାର ଖବର ରାଜା ସଗରଙ୍କ ପାଖରେ ପହଞ୍ଚିଲା ନାହିଁ, କାରଣ କେହି ଜୀବିତ ଫେରି ନଥିଲେ। ଅନେକ ଦିନ ବିତିଗଲା, କିନ୍ତୁ ରାଜକୁମାରମାନେ ନ ଫେରିବାରୁ ରାଜା ସଗର ଅତ୍ୟନ୍ତ ବ୍ୟାକୁଳ ହୋଇପଡ଼ିଲେ। ସେତେବେଳେ ସେ ନିଜ ପୌତ୍ର ଅଂଶୁମାନଙ୍କୁ ଡାକି କହିଲେ, ପୁତ୍ର, ତୁମେ ଯାଅ, ତୁମର କାକାମାନେ ଏବଂ ଯଜ୍ଞର ଘୋଡ଼ାକୁ ଖୋଜି ଆଣ। କିନ୍ତୁ ମନେ ରଖ, କ୍ରୋଧରେ ନୁହଁ, ବିନୟର ସହିତ ସତ୍ୟକୁ ଜାଣିବାକୁ ଚେଷ୍ଟା କର। ଅଂଶୁମାନ ଅତ୍ୟନ୍ତ ବିନୟୀ, ଧାର୍ମିକ ଏବଂ ବୁଦ୍ଧିମାନ ଥିଲେ। ସେ ଘୋଡ଼ାକୁ ଖୋଜି ଖୋଜି ସେହି ଆଶ୍ରମରେ ପହଞ୍ଚିଲେ। ସେ ଦୂରରୁ ମହର୍ଷି କପିଳଙ୍କୁ ପ୍ରଣାମ କଲେ। ତାଙ୍କ ଅନୁମତି ନେଇ ନିକଟକୁ ଗଲେ ଏବଂ ଅତ୍ୟନ୍ତ ନମ୍ରତାର ସହିତ ପଚାରିଲେ, ଭଗବାନ, ଯଦି ମୋର ପୂର୍ବଜମାନେ କୌଣସି ଅପରାଧ କରିଥାନ୍ତି, ତେବେ ଦୟାକରି ମୋତେ ସତ୍ୟ କଥା କୁହନ୍ତୁ। ଅଂଶୁମାନଙ୍କ ବିନୟ ଦେଖି ମହର୍ଷି କପିଳ ପ୍ରସନ୍ନ ହେଲେ। ସେ ସମସ୍ତ ଘଟଣା ବର୍ଣ୍ଣନା କଲେ ଏବଂ ଅଶ୍ୱମେଧ ଯଜ୍ଞ ଘୋଡ଼ାକୁ ତାଙ୍କୁ ଫେରାଇ ଦେଲେ। ତାପରେ ସେ କହିଲେ, ତୁମର ପୂର୍ବଜମାନେ ନିଜ ଅହଙ୍କାର ଏବଂ ଅବିବେକ କାରଣରୁ ଭସ୍ମ ହୋଇଛନ୍ତି, କିନ୍ତୁ ସେମାନଙ୍କ ଆତ୍ମା ଏପର୍ଯ୍ୟନ୍ତ ମୁକ୍ତି ପାଇନାହିଁ। ଯେପର୍ଯ୍ୟନ୍ତ ସ୍ୱର୍ଗର ପବିତ୍ର ଗଙ୍ଗା ପୃଥିବୀକୁ ଆସି ସେମାନଙ୍କର ଅସ୍ଥିଭସ୍ମକୁ ସ୍ପର୍ଶ କରିବେ ନାହିଁ, ସେପର୍ଯ୍ୟନ୍ତ ସେମାନେ ମୋକ୍ଷ ପାଇବେ ନାହିଁ। ଅଂଶୁମାନ ଏହା ଶୁଣି ଗଭୀର ଚିନ୍ତାରେ ପଡ଼ିଗଲେ। ସ୍ୱର୍ଗର ଦିବ୍ୟ ଗଙ୍ଗାକୁ ପୃଥିବୀକୁ ଆଣିବା କୌଣସି ସାଧାରଣ କାମ ନଥିଲା। ତଥାପି ସେ ଏହି ସଂକଳ୍ପ ନେଲେ ଯେ ନିଜ ପୂର୍ବଜମାନଙ୍କୁ ମୋକ୍ଷ ପାଇଁ ସେ ନିଶ୍ଚୟ ପ୍ରୟାସ କରିବେ। ସେ ଘୋଡ଼ାକୁ ନେଇ ଅଯୋଧ୍ୟା ଫେରିଲେ ଏବଂ ରାଜା ସଗରଙ୍କୁ ସମସ୍ତ ଘଟଣା କହିଲେ। ରାଜା ସଗର ଏହା ଶୁଣି ଅତ୍ୟନ୍ତ ଦୁଃଖିତ ହେଲେ। ସେ ବୁଝିଗଲେ ଯେ ଅହଙ୍କାରର ପରିଣାମ କେତେ ଭୟଙ୍କର ହୋଇପାରେ। କିନ୍ତୁ ସେହି ସମୟରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହେଲା। ସ୍ୱର୍ଗରୁ ମା ଗଙ୍ଗାଙ୍କୁ ପୃଥିବୀକୁ ଆଣିବାର ମହାସଂକଳ୍ପ। ରାଜା ସଗରଙ୍କ ହୃଦୟରେ ଏବେ ଆଉ ରାଜ୍ୟର ଐଶ୍ୱର୍ଯ୍ୟ କିମ୍ବା ଯଶର ଚିନ୍ତା ନଥିଲା। ତାଙ୍କ ମନରେ ଗୋଟିଏ ପ୍ରଶ୍ନ ବାରମ୍ବାର ଉଠୁଥିଲା, ମୋର 60,000 ପୁତ୍ରଙ୍କ ଆତ୍ମା କେବେ ମୁକ୍ତି ପାଇବ? ମହର୍ଷି କପିଳଙ୍କ ବାକ୍ୟ ତାଙ୍କ କାନରେ ନିରନ୍ତର ଗୁଞ୍ଜରିତ ହେଉଥିଲା। ଯେପର୍ଯ୍ୟନ୍ତ ସ୍ୱର୍ଗର ପବିତ୍ର ଗଙ୍ଗା ପୃଥିବୀକୁ ଆସି ସେମାନଙ୍କର ଭସ୍ମକୁ ସ୍ପର୍ଶ କରିବେ ନାହିଁ, ସେପର୍ଯ୍ୟନ୍ତ ସେମାନଙ୍କର ମୋକ୍ଷ ସମ୍ଭବ ନୁହେଁ। ରାଜା ସଗର ବୃଦ୍ଧ ହୋଇସାରିଥିଲେ। ସେ ଜାଣିଥିଲେ ଯେ ଏତେ ବଡ଼ କାର୍ଯ୍ୟ କରିବା ପାଇଁ ତାଙ୍କ ପାଖରେ ଆଉ ସମୟ ନାହିଁ। ସେଥିପାଇଁ ସେ ଏହି ମହାନ ଦାୟିତ୍ୱ ନିଜ ପୌତ୍ର ଅଂଶୁମାନଙ୍କ ହାତରେ ସମର୍ପଣ କଲେ। ଅଂଶୁମାନ ରାଜ୍ୟର ଦାୟିତ୍ୱ ସମ୍ଭାଳିବା ସହିତ ମା ଗଙ୍ଗାକୁ ପୃଥିବୀକୁ ଆଣିବା ପାଇଁ କଠୋର ତପସ୍ୟା ଆରମ୍ଭ କଲେ। ସେ ରାଜସୁଗ ତ୍ୟାଗ କରି ହିମାଳୟର ନିର୍ଜନ ବନକୁ ଚାଲିଗଲେ। ବର୍ଷ ପରେ ବର୍ଷ ସେ ଏକ ପାଦରେ ଠିଆ ହୋଇ ଭଗବାନଙ୍କୁ ଧ୍ୟାନ କଲେ। ଶୀତ, ଗ୍ରୀଷ୍ମ, ବର୍ଷା, କୌଣସି ଋତୁ ତାଙ୍କ ତପସ୍ୟାକୁ ବିଚଳିତ କରିପାରିଲା ନାହିଁ। ଦେବତାମାନେ ମଧ୍ୟ ତାଙ୍କ ଭକ୍ତି ଦେଖି ପ୍ରସନ୍ନ ହେଲେ। କିନ୍ତୁ ସ୍ୱର୍ଗରୁ ଗଙ୍ଗାକୁ ପୃଥିବୀକୁ ଆଣିବା ପାଇଁ ତାଙ୍କ ତପସ୍ୟା ଯଥେଷ୍ଟ ହୋଇପାରିଲା ନାହିଁ।
ଜୀବନର ଶେଷ ସମୟ ପର୍ଯ୍ୟନ୍ତ ସେ ଏହି ମହାନ ସଂକଳ୍ପରେ ଅଟକି ରହିଲେ, କିନ୍ତୁ ନିଜ ଇଚ୍ଛା ପୂରଣ କରିପାରିଲେ ନାହିଁ। ଶେଷରେ ସେ ପରଲୋକ ଗମନ କଲେ। ଅଂଶୁମାନଙ୍କ ପରେ ତାଙ୍କ ପୁତ୍ର ରାଜା ଦିଲ୍ଲୀପ ସିଂହାସନରେ ବସିଲେ। ପିତାଙ୍କ ଅଧୁରା ସ୍ୱପ୍ନ ହିଁ ତାଙ୍କ ଜୀବନର ଲକ୍ଷ୍ୟ ହୋଇଗଲା। ସେ ମଧ୍ୟ ରାଜ୍ୟର ସମସ୍ତ ସୁଖ ସୁବିଧା ଛାଡ଼ି ବର୍ଷ ବର୍ଷ ଧରି କଠୋର ତପସ୍ୟା କଲେ। ଅନେକ ପୁରାଣରେ ବର୍ଣ୍ଣନା ଅଛି ଯେ ସେ ହଜାର ହଜାର ବର୍ଷ ପର୍ଯ୍ୟନ୍ତ ଭଗବାନଙ୍କ ଆରାଧନା କରିଥିଲେ। କିନ୍ତୁ ନିୟତିର ବିଧାନ ଅନ୍ୟ କିଛି ଥିଲା। ତାଙ୍କ ତପସ୍ୟା ମଧ୍ୟ ସଫଳ ହେଲା ନାହିଁ। ଏହିପରି ଭାବରେ 3 ପିଢ଼ି ବିତିଗଲା, କିନ୍ତୁ ସଗରପୁତ୍ରଙ୍କ ମୋକ୍ଷର ଆଶା ଏପର୍ଯ୍ୟନ୍ତ ଅଧୁରା ରହିଲା। ସମୟ ଗଡ଼ି ଚାଲିଲା। ରାଜା ଦିଲ୍ଲୀପଙ୍କ ଘରେ ଜନ୍ମ ହେଲେ ଜଣେ ତେଜସ୍ୱୀ ପୁତ୍ର। ତାଙ୍କ ନାମ ରଖାଗଲା ଭଗୀରଥ। ଶୈଶବରୁ ସେ ଅତ୍ୟନ୍ତ ଧାର୍ମିକ, ବିନୟୀ, ଦୃଢ଼ ସଂକଳ୍ପବାନ ଥିଲେ। ଯେତେବେଳେ ସେ ନିଜ ପୂର୍ବଜମାନଙ୍କ କାହାଣୀ ଶୁଣିଲେ ଏବଂ ଜାଣିଲେ ଯେ ତାଙ୍କର 60,000 ପୂର୍ବପୁରୁଷ ଏପର୍ଯ୍ୟନ୍ତ ମୁକ୍ତି ପାଇନାହାନ୍ତି, ସେତେବେଳେ ତାଙ୍କ ହୃଦୟ ବ୍ୟଥା ଭରେ ଭରିଗଲା। ସେ ମନେ ମନେ ପ୍ରତିଜ୍ଞା କଲେ, ମୋ ଜୀବନରେ ଅନ୍ୟ କୌଣସି କାର୍ଯ୍ୟ ସଫଳ ହେଉ କି ନ ହେଉ, ମୁଁ ନିଶ୍ଚୟ ମା ଗଙ୍ଗାଙ୍କୁ ପୃଥିବୀକୁ ଆଣିବି ଏବଂ ମୋର ପୂର୍ବଜମାନଙ୍କୁ ମୋକ୍ଷ ଦେବି। ଭଗୀରଥ ରାଜ୍ୟର ସମସ୍ତ ଦାୟିତ୍ୱ ମନ୍ତ୍ରୀମାନଙ୍କୁ ସମର୍ପଣ କରି ଏକାକୀ ହିମାଳୟ ଅଭିମୁଖେ ଯାତ୍ରା କଲେ। ସେଠାରେ ସେ ଏମିତି ତପସ୍ୟା ଆରମ୍ଭ କଲେ, ଯାହା ଦେଖି ଦେବତାମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ। ସେ ଖାଦ୍ୟ ଓ ଜଳ ତ୍ୟାଗ କରି କେବଳ ବାୟୁ ସେବନ କରି ବଞ୍ଚି ରହିଲେ। ଦିନ ପରେ ଦିନ, ମାସ ପରେ ମାସ ଏବଂ ବର୍ଷ ପରେ ବର୍ଷ ବିତିଗଲା। ତାଙ୍କ ଶରୀର ଅତ୍ୟନ୍ତ କୃଶ ହୋଇଯାଇଥିଲା, କିନ୍ତୁ ତାଙ୍କ ମନର ସଂକଳ୍ପ ପର୍ବତଠାରୁ ମଧ୍ୟ ଅଧିକ ଦୃଢ଼ ହୋଇଯାଇଥିଲା। ଭଗୀରଥଙ୍କ ଅସୀମ ଭକ୍ତି ଓ କଠୋର ତପସ୍ୟାରେ ଶେଷରେ ସୃଷ୍ଟିକର୍ତ୍ତା ବ୍ରହ୍ମା ପ୍ରସନ୍ନ ହୋଇଥିଲେ। ଦିବ୍ୟ ଆଲୋକରେ ଚାରିଆଡ଼େ ଉଜ୍ଜ୍ୱଳ ହୋଇଉଠିଲା। ବ୍ରହ୍ମା ପ୍ରକଟ ହୋଇ କହିଲେ, ହେ ଭଗୀରଥ, ତୁମର ତପସ୍ୟା ମୋତେ ଅତ୍ୟନ୍ତ ପ୍ରସନ୍ନ କରିଛି। ମାଗ, ତୁମେ କ'ଣ ବର ଚାହୁଁଛ? ଭଗୀରଥ ବିନମ୍ରତାର ସହିତ ହାତ ଯୋଡ଼ି କହିଲେ, ହେ ପ୍ରଜାପତି, ମୋର କୌଣସି ବ୍ୟକ୍ତିଗତ ଇଚ୍ଛା ନାହିଁ। ମୋର କେବଳ ଗୋଟିଏ ପ୍ରାର୍ଥନା, ଦୟାକରି ମା ଗଙ୍ଗାଙ୍କୁ ସ୍ୱର୍ଗରୁ ପୃଥିବୀକୁ ଆସିବାର ଆଦେଶ ଦିଅନ୍ତୁ, ଯାହାଦ୍ୱାରା ମୋ ପୂର୍ବଜମାନେ ମୋକ୍ଷ ପାଇପାରିବେ। ଭଗୀରଥଙ୍କ କଥା ଶୁଣି ବ୍ରହ୍ମା ହସିଲେ, କିନ୍ତୁ ସଙ୍ଗେ ସଙ୍ଗେ ସେ ଗୋଟିଏ ଗଭୀର ରହସ୍ୟ ମଧ୍ୟ କହିଲେ। ହେ ରାଜନ, ତୁମର ଇଚ୍ଛା ନିଶ୍ଚୟ ପୂରଣ ହେବ। ମୁଁ ଗଙ୍ଗାଙ୍କୁ ପୃଥିବୀକୁ ଯିବା ପାଇଁ ଆଦେଶ ଦେବି। କିନ୍ତୁ ତୁମେ ଗୋଟିଏ କଥା ବୁଝିବାକୁ ପଡ଼ିବ। ଗଙ୍ଗାଙ୍କ ବେଗ ଏତେ ପ୍ରଚଣ୍ଡ ଯେ ସେ ଯଦି ସିଧା ସ୍ୱର୍ଗରୁ ପୃଥିବୀକୁ ଅବତରଣ କରିବେ, ତେବେ ସମଗ୍ର ପୃଥିବୀ ତାଙ୍କ ପ୍ରବଳ ସ୍ରୋତରେ ଧ୍ୱଂସ ହୋଇଯିବ। ତାଙ୍କର ବେଗକୁ କେବଳ ଜଣେ ହିଁ ଧାରଣ କରିପାରିବେ। ସେ ହେଉଛନ୍ତି ଦେବାଦିଦେବ ମହାଦେବ। ଏହି କଥା ଶୁଣି ଭାଗୀରଥୀ ବୁଝିଗଲେ ଯେ ତାଙ୍କର ପରୀକ୍ଷା ଏପର୍ଯ୍ୟନ୍ତ ଶେଷ ହୋଇନାହିଁ। ବ୍ରହ୍ମାଙ୍କୁ ପ୍ରସନ୍ନ କରିବା ପରେ ଏବଂ ତାଙ୍କୁ ସ୍ୱୟଂ ଭଗବାନ ଶିବଙ୍କୁ ପ୍ରସନ୍ନ କରିବାକୁ ପଡ଼ିବ। ସେହିଠାରୁ ଭଗୀରଥୀ ପୁଣି ଥରେ ନିଜର ତପସ୍ୟା ଆରମ୍ଭ କଲେ। ଏଥର ତାଙ୍କର ଲକ୍ଷ୍ୟ ଥିଲା ସ୍ୱୟଂ ଦେବାଦିଦେବ ମହାଦେବ। ସେ ହିମାଳୟର ସେହି ନିର୍ଜନ ସ୍ଥାନକୁ ଗଲେ, ଯେଉଁଠାରେ ମହାଦେବ ଗଭୀର ଧ୍ୟାନରେ ଲୀନ ରହିଥିଲେ। ଭଗୀରଥ ନିଜ ଶରୀରର ସମସ୍ତ ସୁଖ ସୁବିଧା ତ୍ୟାଗ କରି କଠୋର ବ୍ରତ ପାଳନ କଲେ। ସେ ଦିନରାତି ଓଁ ନମଃ ଶିବାୟ ଜପ କରିବାକୁ ଲାଗିଲେ। ବରଫାଚ୍ଛାଦିତ ପର୍ବତର ତୀବ୍ର ଶୀତ, ପ୍ରଖର ସୂର୍ଯ୍ୟର ଉତ୍ତାପ, ପ୍ରବଳ ବର୍ଷା ଓ ଝଡ଼, କୌଣସି କଷ୍ଟ ତାଙ୍କୁ ନିଜ ସଂକଳ୍ପରୁ ବିଚଳିତ କରିପାରିଲା ନାହିଁ। ବର୍ଷ ପରେ ବର୍ଷ ବିତିଗଲା। ଭଗୀରଥଙ୍କ ଭକ୍ତି ସମଗ୍ର ତ୍ରିଲୋକରେ ଚର୍ଚ୍ଚାର ବିଷୟ ହୋଇଗଲା। ଦେବତା, ଋଷି ଓ ଗନ୍ଧର୍ବମାନେ ମଧ୍ୟ ତାଙ୍କ ଅଦମ୍ୟ ନିଷ୍ଠାକୁ ଦେଖି
ପ୍ରଶଂସା କରିବାକୁ ଲାଗିଲେ। ଶେଷରେ ଭଗୀରଥଙ୍କ ତପସ୍ୟାର ପ୍ରସନ୍ନ ହୋଇ ଭଗବାନ ଶିବ ନିଜର ଦିବ୍ୟ ରୂପରେ ପ୍ରକଟ ହେଲେ। ତାଙ୍କ ଜଟାରୁ ଦିବ୍ୟ ତେଜ ବିଚ୍ଛୁରିତ ହେଉଥିଲା। କଣ୍ଠରେ ବାସୁକୀ ନାଗ ଶୋଭା ପାଉଥିଲେ ଏବଂ ମୁଖମଣ୍ଡଳରେ ଅପାର କରୁଣା ଝଲସି ଉଠୁଥିଲା। ମହାଦେବଙ୍କୁ ଦେଖି ଭଗୀରଥୀ ତାଙ୍କ ଚରଣରେ ପ୍ରଣାମ କଲେ। ମହାଦେବ କହିଲେ, ହେ ଭଗୀରଥ, ତୁମର ତପସ୍ୟା ମୋତେ ଅତ୍ୟନ୍ତ ପ୍ରସନ୍ନ କରିଛି। କୁହ, ତୁମେ କ'ଣ ଚାହୁଁଛ? ଭଗୀରଥୀ ବିନମ୍ର ସ୍ୱରରେ କହିଲେ, ହେ ମହାଦେବ, ବ୍ରହ୍ମା ମୋତେ ବରଦାନ ଦେଇଛନ୍ତି ଯେ ମା ଗଙ୍ଗା ପୃଥିବୀକୁ ଆସିବାକୁ। କିନ୍ତୁ ସେ କହିଛନ୍ତି ଯେ ତାଙ୍କ ପ୍ରଚଣ୍ଡ ବେଗକୁ କେବଳ ଆପଣ ହିଁ ଧାରଣ କରିପାରିବେ। ମୋର ପୂର୍ବଜମାନଙ୍କ ମୋକ୍ଷ ପାଇଁ ଆପଣ କୃପା କରି ଗଙ୍ଗାକୁ ନିଜ ଜଟାରେ ଧାରଣ କରନ୍ତୁ। ମହାଦେବ କିଛି ମୁହୂର୍ତ୍ତ ପାଇଁ ହସିଲେ। ସେ ଭଗୀରଥୀଙ୍କ ଭକ୍ତି, ତ୍ୟାଗ ଓ ନିଷ୍କାମ ଭାବକୁ ଭଲ ଭାବେ ବୁଝିଥିଲେ। ସେ କହିଲେ, ହେ ରାଜନ, ତୁମର ଉଦ୍ଦେଶ୍ୟ ଧର୍ମମୟ। ମୁଁ ନିଶ୍ଚୟ ଗଙ୍ଗାକୁ ଧାରଣ କରିବି। ପୃଥିବୀକୁ କୌଣସି ବିନାଶ ହେବାକୁ ଦେବି ନାହିଁ। ଏପଟେ ବ୍ରହ୍ମାଦେବ ମା ଗଙ୍ଗାକୁ ପୃଥିବୀକୁ ଯିବା ପାଇଁ ଆଦେଶ ଦେଲେ। ଗଙ୍ଗା ଏହି କଥା ଶୁଣି ପ୍ରଥମେ ଆଶ୍ଚର୍ଯ୍ୟ ହେଲେ। ସେ ଭାବିଲେ, ମୁଁ ସ୍ୱର୍ଗର ପବିତ୍ର ନଦୀ। ଦେବତାମାନେ ମୋତେ ପୂଜା କରନ୍ତି। ଏବେ ମୋତେ ମର୍ତ୍ତ୍ୟଲୋକକୁ ଯିବାକୁ ପଡ଼ିବ। କିନ୍ତୁ ବ୍ରହ୍ମାଙ୍କ ଆଦେଶକୁ ସେ ଅମାନ୍ୟ କରିପାରିଲେ ନାହିଁ। ତଥାପି ତାଙ୍କ ମନରେ ଏକ ସୂକ୍ଷ୍ମ ଅହଙ୍କାର ଜନ୍ମ ନେଇଥିଲା। ସେ ମନେ ମନେ ଭାବିଲେ, ମୋର ବେଗକୁ କିଏ ରୋକିପାରିବ? ମୁଁ ଯେତେବେଳେ ସ୍ୱର୍ଗରୁ ଅବତରଣ କରିବି, ସେତେବେଳେ ପୃଥିବୀ ସହିତ ଯିଏ ମୋତେ ଅଟକାଇବାକୁ ଚେଷ୍ଟା କରିବ, ସେ ମଧ୍ୟ ମୋ ପ୍ରବଳ ସ୍ରୋତରେ ଭାସିଯିବ। ଏହାପରେ ସେହି ଐତିହାସିକ କ୍ଷଣ ଆସିଲା, ଯାହାର ଅପେକ୍ଷା ଦେବତା, ଋଷି ଏବଂ ଭଗୀରଥ ଦୀର୍ଘ ସମୟ ଧରି କରୁଥିଲେ। ମା ଗଙ୍ଗା ସ୍ୱର୍ଗରୁ ବଜ୍ର ବେଗରେ ପୃଥିବୀ ଆଡ଼କୁ ଅବତରଣ କରିବା ଆରମ୍ଭ କଲେ। ତାଙ୍କ ଗର୍ଜନରେ ଦିଗନ୍ତ କମ୍ପି ଉଠିଲା। ବିଶାଳ ଜଳରାଶି ଆକାଶକୁ ଆଚ୍ଛାଦିତ କରିଦେଲା। ଦେବତାମାନେ ମଧ୍ୟ ସେହି ଅଦ୍ଭୁତ ଦୃଶ୍ୟ ଦେଖି ବିସ୍ମିତ ହୋଇଗଲେ। କିନ୍ତୁ ମହାଦେବ ସମ୍ପୂର୍ଣ୍ଣ ଶାନ୍ତ ଥିଲେ। ସେ ନିଜ ସ୍ଥାନରୁ ଆଦୌ ହଲଚଲ ହେଲେ ନାହିଁ। ଗଙ୍ଗା ଭାବିଲେ ଯେ ସେ ନିଜ ପ୍ରଚଣ୍ଡ ବେଗରେ ଶିବଙ୍କୁ ମଧ୍ୟ ଭସାଇ ନେବେ। କିନ୍ତୁ ଯେତେବେଳେ ସେ ମହାଦେବଙ୍କ ମସ୍ତକ ଉପରେ ପଡ଼ିଲେ, ସେହି କ୍ଷଣରେ ଶିବ ନିଜର ବିଶାଳ ଜଟାକୁ ବିସ୍ତାର କରିଦେଲେ। ଗଙ୍ଗାଙ୍କ ସମଗ୍ର ଜଳରାଶି ସେହି ଅସୀମ ଜଟା ଭିତରେ ପ୍ରବେଶ କରିଗଲା। ଯେଉଁ ଗଙ୍ଗା ନିଜ ବେଗ ଉପରେ ଗର୍ବ କରୁଥିଲେ, ସେ ମହାଦେବଙ୍କ ଜଟାର ଅନନ୍ତ ଜାଲ ଭିତରେ ଏପରି ଭାବରେ ଅଟକି ଗଲେ ଯେ ବାହାରକୁ ବାହାରିବାର କୌଣସି ପଥ ପାଇଲେ ନାହିଁ। ସମୟ ବିତିବାକୁ ଲାଗିଲା। ଗଙ୍ଗା ଜଟା ଭିତରେ ହିଁ ରହିଗଲେ। ପୃଥିବୀରେ ତାଙ୍କର ଗୋଟିଏ ବୁନ୍ଦା ଜଳ ମଧ୍ୟ ପହଞ୍ଚିଲା ନାହିଁ। ଏବେ ଗଙ୍ଗା ବୁଝିପାରିଲେ ଯେ ମହାଦେବଙ୍କ ଶକ୍ତି ସମ୍ମୁଖରେ ତାଙ୍କର ଅହଙ୍କାର କୌଣସି ମୂଲ୍ୟ ନାହିଁ। ଯେ ଗର୍ବ ତାଙ୍କ ମନରେ ଥିଲା, ତାହା ମୁହୂର୍ତ୍ତକ ମଧ୍ୟରେ ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଗଲା। ସେ ବୁଝିଗଲେ ଯେ ମହାଦେବ କେବଳ ସଂହାରକର୍ତ୍ତା ନୁହନ୍ତି, ଅହଙ୍କାରକୁ ନଷ୍ଟ କରି ବିନୟର ପାଠ ଶିଖାଉଥିବା ଜଗତର ଗୁରୁ ମଧ୍ୟ। ଭଗୀରଥୀ ଯେତେବେଳେ ଦେଖିଲେ ଯେ ଗଙ୍ଗା ପୃଥିବୀକୁ ଆସିନାହାନ୍ତି ଏବଂ ମହାଦେବଙ୍କ ଜଟାରେ ହିଁ ରହିଯାଇଛନ୍ତି, ସେ ପୁଣି ମହାଦେବଙ୍କ ଚରଣରେ ପ୍ରଣାମ କରି ବିନୟପୂର୍ବକ ପ୍ରାର୍ଥନା କଲେ, ହେ ନୀଳକଣ୍ଠ, ଯଦି ଆପଣଙ୍କ କୃପା ନଥାଏ, ତେବେ ମୋର ସମସ୍ତ ତପସ୍ୟା ବ୍ୟର୍ଥ ହୋଇଯିବ। ଦୟାକରି ମା ଗଙ୍ଗାଙ୍କୁ ମୁକ୍ତ କରନ୍ତୁ, ଯାହାଦ୍ୱାରା ସେ ପୃଥିବୀକୁ ପବିତ୍ର କରି ମୋର ପୂର୍ବଜମାନଙ୍କୁ ମୋକ୍ଷ ପ୍ରଦାନ କରିପାରିବେ। ଭଗୀରଥୀଙ୍କ ବିନମ୍ର ପ୍ରାର୍ଥନା ଶୁଣି ମହାଦେବ ଅତ୍ୟନ୍ତ ପ୍ରସନ୍ନ ହେଲେ। ତାପରେ ସେ ନିଜ ଜଟାରେ ଗୋଟିଏ ଅଂଶକୁ ଧୀରେ ଧୀରେ ଖୋଲିଦେଲେ। ସେ ଜଟା ଭିତରୁ ମା ଗଙ୍ଗା ଶାନ୍ତ, ସଂଯମତା ଓ ପବିତ୍ର ଧାରାରେ ବାହାରିବାକୁ ଲାଗିଲେ। ସେ କ୍ଷଣରୁ ଗଙ୍ଗା କେବଳ ସ୍ୱର୍ଗରୁ ନଦୀ ରହିଲେ ନାହିଁ,
ବରଂ ପୃଥିବୀର ଜୀବନଦାୟିନୀ ଏବଂ ମୋକ୍ଷଦାୟିନୀ ମା ଭାବେ ପରିଚିତ ହେଲେ। ମହାଦେବଙ୍କ ଜଟାରୁ ମୁକ୍ତ ହେବା ପରେ ମା ଗଙ୍ଗାଙ୍କ ରୂପ ସମ୍ପୂର୍ଣ୍ଣ ବଦଳି ଯାଇଥିଲା। ଯେଉଁ ଗଙ୍ଗା କିଛି ସମୟ ପୂର୍ବରୁ ନିଜର ବେଗ ଓ ଶକ୍ତି ଉପରେ ଗର୍ବ କରୁଥିଲେ, ସେହି ଗଙ୍ଗା ଏବେ ଅତ୍ୟନ୍ତ ବିନମ୍ର ଓ ଶାନ୍ତ ହୋଇଯାଇଥିଲେ। ସେ ବୁଝିସାରିଥିଲେ ଯେ ଶକ୍ତିର ପ୍ରକୃତ ସୌନ୍ଦର୍ଯ୍ୟର ଅହଙ୍କାରରେ ନୁହେଁ, ବରଂ ସେବା ଓ କଲ୍ୟାଣରେ ରହିଛି। ମହାଦେବଙ୍କୁ ପ୍ରଣାମ କରି ସେ ପୃଥିବୀ ଆଡ଼କୁ ପ୍ରବାହିତ ହେବା ଆରମ୍ଭ କଲେ। ଭଗୀରଥୀ ନିଜ ରଥର ଆଗରେ ଆଗରେ ଚାଲୁଥିଲେ ଏବଂ ମା ଗଙ୍ଗା ତାଙ୍କ ପଛେ ପଛେ ପ୍ରବାହିତ ହେଉଥିଲେ। ଏହି କାରଣରୁ ଆଜି ମଧ୍ୟ ଗଙ୍ଗାଙ୍କ ଏହି ଅବତରଣକୁ ଭଗୀରଥୀ ପ୍ରୟାସ ବୋଲି କୁହାଯାଏ। ଯେକୌଣସି ଅତ୍ୟନ୍ତ କଠିନ କାମକୁ ସଫଳ କରିବା ପାଇଁ ଯେଉଁ ଅସାଧାରଣ ପରିଶ୍ରମ କରାଯାଏ, ତାହାକୁ ଆଜି ମଧ୍ୟ ଭଗୀରଥୀ ପ୍ରୟାସ ବୋଲି ଉଦାହରଣ ଦିଆଯାଏ। ମା ଗଙ୍ଗା ଯେଉଁ ଯେଉଁ ସ୍ଥାନ ଦେଇ ପ୍ରବାହିତ ହେଉଥିଲେ, ସେଠାରେ ପରିବେଶ ଦିବ୍ୟ ହୋଇଯାଉଥିଲା। ଶୁଷ୍କ ଭୂମି ସବୁଜରେ ଭରିଯାଉଥିଲା। ବନ ଓ ପର୍ବତ ନୂଆ ଜୀବନ ପାଉଥିଲେ। ପକ୍ଷୀମାନଙ୍କ କଳରବର ଚାରିଆଡ଼େ ଆନନ୍ଦ ପରିବେଶ ସୃଷ୍ଟି ହେଉଥିଲା। ଦେବତାମାନେ ଆକାଶରୁ ପୁଷ୍ପବୃଷ୍ଟି କରୁଥିଲେ। ଋଷିମାନେ ନିଜ ଆଶ୍ରମରୁ ବାହାରି ମା ଗଙ୍ଗାଙ୍କ ଦର୍ଶନ କରି ପ୍ରଣାମ କରୁଥିଲେ। ସମଗ୍ର ପୃଥିବୀ ମନରେ ହେଉଥିଲା ଯେପରି ଏକ ମହାପବିତ୍ର ଉତ୍ସବ ପାଳନ କରୁଛି। କିନ୍ତୁ ଏହି ଯାତ୍ରା ସମୟରେ ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଲା। ଭଗୀରଥୀଙ୍କ ପଛେ ପଛେ ପ୍ରବାହିତ ହେଉଥିବା ଗଙ୍ଗାଙ୍କ ଜଳଧାରା ଏକ ସମୟରେ ମହର୍ଷି ଜାହ୍ନୁଙ୍କ ଆଶ୍ରମ ଦେଇ ଯିବାକୁ ଲାଗିଲା। ଯେତେବେଳେ ଜାହ୍ନୁ ଋଷି ଏକ ମହାଯଜ୍ଞର ଲୀନରେ ଥିଲେ, ଗଙ୍ଗାଙ୍କ ପ୍ରବଳ ଜଳଧାରା ହଠାତ୍ ଆଶ୍ରମ ଭିତରକୁ ପଶିଯାଇ ଯଜ୍ଞ ମଣ୍ଡପ ଓ ସମସ୍ତ ଯଜ୍ଞ ସାମଗ୍ରୀ ଭସାଇ ନେବାକୁ ଲାଗିଲା। ମହର୍ଷି ଜାହ୍ନୁ ଏହା ଦେଖି ଅତ୍ୟନ୍ତ କ୍ରୋଧିତ ହୋଇଗଲେ। ତାଙ୍କର ତପୋବଳ ଅପରିମିତ ଥିଲା। ସେ କ୍ରୋଧରେ ସମଗ୍ର ଗଙ୍ଗାଜଳକୁ ଏକାଥରେ ପାନ କରିଦେଲେ। କ୍ଷଣକ ମଧ୍ୟରେ ମା ଗଙ୍ଗା ଅଦୃଶ୍ୟ ହୋଇଗଲେ। ପୃଥିବୀରେ ପୁଣି ଥରେ ଶୁଷ୍କ ହୋଇପଡ଼ିଲା। ଦେବତା ଓ ଋଷି ଓ ଭଗୀରଥୀ ଏହି ଘଟଣା ଦେଖି ଆଶ୍ଚର୍ଯ୍ୟରେ ସ୍ତବ୍ଧ ହୋଇଗଲେ। ଭଗୀରଥ ଅତ୍ୟନ୍ତ ବ୍ୟାକୁଳ ହୋଇ ମହର୍ଷି ଜାହ୍ନୁଙ୍କ ଚରଣରେ ପଡ଼ିଗଲେ। ସେ ହାତ ଯୋଡ଼ି ମୋକ୍ଷ ପାଇଁ ମୁଁ ବର୍ଷ ବର୍ଷ ଧରି କଠୋର ତପସ୍ୟା କରିଛି। ଯଦି ମା ଗଙ୍ଗା ଏଠାରେ ହିଁ ରହିଯିବେ, ତେବେ ମୋର ସମସ୍ତ ପ୍ରୟାସ ବ୍ୟର୍ଥ ହୋଇଯିବ। ଦୟାକରି ତାଙ୍କୁ ମୁକ୍ତ କରନ୍ତୁ। ଭଗୀରଥଙ୍କ ବିନମ୍ରତା ଏବଂ ତାଙ୍କ ନିଷ୍କାମ ଉଦ୍ଦେଶ୍ୟ ଦେଖି ଜାହ୍ନୁ ଋଷିଙ୍କ କ୍ରୋଧ ଶାନ୍ତ ହେଲା। ସେ କହିଲେ, ହେ ରାଜନ, ତୁମର ଉଦ୍ଦେଶ୍ୟ ପବିତ୍ର। ମୁଁ ଗଙ୍ଗାଙ୍କୁ ପୁଣି ଥରେ ମୁକ୍ତ କରୁଛି। ଏହା କହି ସେ ନିଜ କର୍ଣ୍ଣରୁ ଗଙ୍ଗାଙ୍କୁ ପୁନର୍ବାର ପ୍ରବାହିତ କଲେ। ସେହି ଦିନଠାରୁ ମା ଗଙ୍ଗାଙ୍କ ଆଉ ଏକ ପବିତ୍ର ନାମ ଜାହ୍ନବୀ ହେଲା, ଅର୍ଥାତ୍ ଜାହ୍ନୁ ଋଷିଙ୍କ ଦ୍ୱାରା ପୁନର୍ଜନ୍ମ ପ୍ରାପ୍ତ ଦିବ୍ୟ ନଦୀ। ଏହାପରେ ମା ଗଙ୍ଗା ପୁଣି ଥରେ ଭଗୀରଥୀଙ୍କ ପଛେ ପଛେ ପ୍ରବାହିତ ହେବାକୁ ଲାଗିଲେ। ଦୀର୍ଘ ଯାତ୍ରା ପରେ ସେ ଶେଷରେ ସେହି ସ୍ଥାନରେ ପହଞ୍ଚିଲେ ଯେଉଁଠାରେ ମହର୍ଷି କପିଳଙ୍କ ତପୋବଳରେ ରାଜା ସଗରଙ୍କ 60,000 ପୁତ୍ର ଭସ୍ମ ହୋଇଥିଲେ। ଭାଗୀରଥୀଙ୍କ ଆଖିରେ ଲୁଚି ରହିଥାଏ ଲୁହ ଭରିଯାଇଥିଲା। ସେ ହାତ ଯୋଡ଼ି ମା ଗଙ୍ଗାଙ୍କୁ ପ୍ରାର୍ଥନା କଲେ, ହେ ମା, ଏହି ଭସ୍ମ ଉପରେ ଆପଣଙ୍କ ପବିତ୍ର ଜଳ ବର୍ଷାନ୍ତୁ। ଏମାନଙ୍କୁ ମୋକ୍ଷ ପ୍ରଦାନ କରନ୍ତୁ। ମା ଗଙ୍ଗାଙ୍କ ପବିତ୍ର ଜଳ ଯେତେବେଳେ ସଗରପୁତ୍ରମାନଙ୍କ ଉତ୍ସକୁ ସ୍ପର୍ଶ କଲା, ସେହି କ୍ଷଣରେ ଏକ ଅଲୌକିକ ଘଟଣା ଘଟିଲା। ଆକାଶରେ ଦିବ୍ୟ ପ୍ରକାଶ ବିଚ୍ଛୁରିତ ହେଲା। ଦେବଦୁନ୍ଦୁଭି ବାଜି ଉଠିଲା। ପୁଷ୍ପବୃଷ୍ଟି ହେବାକୁ ଲାଗିଲା। ସଗରପୁତ୍ରମାନଙ୍କ ଆତ୍ମା ପାପରୁ ମୁକ୍ତ ହୋଇ ଦିବ୍ୟ ରୂପ ଧାରଣ କରି ସ୍ୱର୍ଗଲୋକ ଆଡ଼କୁ ପ୍ରସ୍ଥାନ କଲେ। ଶତାବ୍ଦୀ ଧରି ଯେଉଁ ଆତ୍ମାମାନେ ମୁକ୍ତିର ଅପେକ୍ଷା କରୁଥିଲେ, ସେମାନେ ଶେଷରେ ମା ଗଙ୍ଗାଙ୍କ କୃପାରୁ ମୋକ୍ଷ ପ୍ରାପ୍ତ କଲେ।
ସେହିଦିନ ଭଗୀରଥୀଙ୍କ ଦୀର୍ଘ ବର୍ଷର ତପସ୍ୟା ସଫଳ ହେଲା। ଦେବତାମାନେ ତାଙ୍କୁ ଆଶୀର୍ବାଦ କଲେ ଏବଂ ବ୍ରହ୍ମା କହିଲେ, ହେ ଭଗୀରଥ, ତୁମର ନାମ ଯୁଗ ଯୁଗ ଧରି ସ୍ମରଣୀୟ ରହିବ। ଯେତେବେଳେ କେହି ଅସମ୍ଭବ କାର୍ଯ୍ୟକୁ ଦୃଢ଼ ସଂକଳ୍ପ ଓ ପରିଶ୍ରମରେ ସଫଳ କରିବ, ସେତେବେଳେ ତୁମର ଉଦାହରଣ ଦିଆଯିବ। ବନ୍ଧୁଗଣ, ଏବେ ପ୍ରଶ୍ନ ଉଠୁଛି, ଯେତେବେଳେ ମା ଗଙ୍ଗା ଭଗୀରଥୀଙ୍କ ଉଦ୍ଦେଶ୍ୟ ପୂରଣ କରିଦେଲେ ଏବଂ ସଗରପୁତ୍ରମାନଙ୍କୁ ମୋକ୍ଷ ପ୍ରଦାନ କଲେ, ତାହେଲେ ଆଜି ମଧ୍ୟ ଆମେ କାହିଁକି ଭଗବାନ ଶିବଙ୍କ ମସ୍ତକରେ ମା ଗଙ୍ଗାଙ୍କୁ ବିରାଜମାନ ଥିବାର ଦେଖୁଛୁ? ସେ କାହିଁକି ସବୁଦିନ ପାଇଁ ଶିବଙ୍କ ଜଟାରେ ସ୍ଥାନ ପାଇଲେ? ଏହାର ଉତ୍ତର କେବଳ ଏକ ପୌରାଣିକ କଥା ନୁହେଁ, ବରଂ ଏହା ଭିତରେ ଲୁଚି ରହିଛି ଏକ ଗଭୀର ଆଧ୍ୟାତ୍ମିକ ସତ୍ୟ। ମହାଦେବ ଗଙ୍ଗାଙ୍କୁ ନିଜ ଜଟାରେ ଧାରଣ କରି କେବଳ ପୃଥିବୀକୁ ବିନାଶରୁ ରକ୍ଷା କରିନଥିଲେ, ସେ ସମଗ୍ର ସୃଷ୍ଟିକୁ ଏକ ମହାନ ସନ୍ଦେଶ ଦେଇଥିଲେ। ଯେଉଁ ଶକ୍ତି ନିୟନ୍ତ୍ରଣରେ ରହେ, ସେହି ଶକ୍ତି ସୃଷ୍ଟି କରେ, କିନ୍ତୁ ଯେଉଁ ଶକ୍ତି ଅହଙ୍କାରରେ ବହିଯାଏ, ସେହି ଶକ୍ତି ବିନାଶର କାରଣ ହୁଏ। ଗଙ୍ଗାଙ୍କ ପ୍ରଚଣ୍ଡ ବେଗ ଯଦି ସିଧା ପୃଥିବୀକୁ ଆସିଥାନ୍ତା, ତେବେ ସମଗ୍ର ଧରିତ୍ରୀ ଜଳମଗ୍ନ ହୋଇଯାଇଥାନ୍ତା। କିନ୍ତୁ ମହାଦେବ ତାଙ୍କ ନିଜ ଜଟାରେ ଧାରଣ କରି ସେହି ଶକ୍ତିକୁ କଲ୍ୟାଣର ପଥରେ ପ୍ରବାହିତ କଲେ। ସେଥିପାଇଁ ଶିବଙ୍କୁ ଶକ୍ତିର ନିୟନ୍ତ୍ରକ ଓ କଲ୍ୟାଣର ଅଧିପତି ବୋଲି କୁହାଯାଏ। ଆଉ ଏକ ଗଭୀର ଅର୍ଥ ମଧ୍ୟ ରହିଛି। ମହାଦେବଙ୍କ ଜଟା ତପସ୍ୟା, ସଂଯମ ଏବଂ ସ୍ଥିର ମନର ପ୍ରତୀକ। ମା ଗଙ୍ଗା ଜ୍ଞାନ, ପବିତ୍ରତା ଏବଂ କୃପାର ପ୍ରତୀକ। ଏହାର ଅର୍ଥ ହେଉଛି, ଜୀବନରେ ଜ୍ଞାନ ଯେତେବେଳେ ହିଁ ଫଳପ୍ରଦ ହୁଏ, ଯେତେବେଳେ ତାହା ସଂଯମ ଓ ବିନୟ ସହିତ ଯୁକ୍ତ ହୁଏ। ଯଦି ଜ୍ଞାନ ସହିତ ଅହଙ୍କାର ଯୋଡ଼ିଯାଏ, ତେବେ ସେହି ଜ୍ଞାନ ମଧ୍ୟ ବିନାଶର କାରଣ ହୋଇପାରେ। ଏହି କାରଣରୁ ମହାଦେବ ପ୍ରଥମେ ଗଙ୍ଗାଙ୍କ ଅହଙ୍କାରକୁ ଦୂର କଲେ, ତାପରେ ତାଙ୍କୁ ପୃଥିବୀର କଲ୍ୟାଣ ପାଇଁ ପ୍ରବାହିତ କଲେ। ଆଜି ମଧ୍ୟ ଯେତେବେଳେ ଆମେ ଭଗବାନ ଶିବଙ୍କ ମୂର୍ତ୍ତି କିମ୍ବା ଚିତ୍ର ଦେଖୁଛୁ, ସେତେବେଳେ ତାଙ୍କ ଜଟାରୁ ଏକ ଛୋଟ ଗଙ୍ଗାଧର ପ୍ରବାହିତ ହେଉଥିବାର ଦେଖାଯାଏ। ଏହା ଆମକୁ ସ୍ମରଣ କରାଏ ଯେ ମହାଦେବ ସଦା ଏହି ସୃଷ୍ଟିର ସନ୍ତୁଳନ ରକ୍ଷା କରୁଛନ୍ତି। ସେ କେବଳ ଦେବତା ନୁହେଁ, ସମସ୍ତ ଜଗତର ପାଳନକର୍ତ୍ତା। ସେଥିପାଇଁ ତାଙ୍କର ଆଉ ଏକ ନାମ ଗଙ୍ଗାଧର, ଅର୍ଥାତ୍ ଗଙ୍ଗାକୁ ଧାରଣ କରିଥିବା ପ୍ରଭୁ। ବନ୍ଧୁଗଣ, ଏହି କାହାଣୀ ଆମକୁ ତିନୋଟି ମହାନ ଶିକ୍ଷା ଦେଇଥାଏ। ପ୍ରଥମ ଶିକ୍ଷା, ଅହଙ୍କାର କେତେ ବଡ଼ ଶକ୍ତିଶାଳୀ ବ୍ୟକ୍ତିର ହେଉନାହିଁ କାହିଁକି, ଦିନେ ନା ଦିନେ ତାହାର ଅନ୍ତ ନିଶ୍ଚୟ ହୁଏ। ଦ୍ୱିତୀୟ ଶିକ୍ଷା, ନିଷ୍ଠା ଓ ଦୃଢ଼ ସଂକଳ୍ପ ସହିତ କରାଯାଇଥିବା ପ୍ରୟାସ କେବେ ବ୍ୟର୍ଥ ଯାଏ ନାହିଁ। ଭଗୀରଥୀଙ୍କ ପରି ଯଦି ଆମେ ଧୈର୍ଯ୍ୟ ରଖି ପ୍ରୟାସ କରିବା, ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇଥାଏ। ଏବଂ ତୃତୀୟ ଶିକ୍ଷା, ଜୀବନରେ ଶକ୍ତି, ଜ୍ଞାନ, ଧନ କିମ୍ବା ପଦବୀ ମିଳିଲେ ତାହାକୁ ବିନୟ ଓ ଧର୍ମର ପଥରେ ବ୍ୟବହାର କରିବା ଉଚିତ। ଏହି କାରଣରୁ ଆଜି ମଧ୍ୟ କୋଟି କୋଟି ଲୋକ ମା ଗଙ୍ଗାଙ୍କୁ କେବଳ ଏକ ନଦୀ ଭାବରେ ନୁହେଁ, ବରଂ ମୋକ୍ଷଦାୟିନୀ ଜନନୀ ଭାବରେ ପୂଜା କରନ୍ତି। ଗଙ୍ଗା ଜଳକୁ ପବିତ୍ର ମନାଯାଏ, କାରଣ ଏହା କେବଳ ଜଳ ନୁହେଁ, ବରଂ ଭକ୍ତି, ତପସ୍ୟା, କରୁଣା ଏବଂ ମହାଦେବଙ୍କ ଆଶୀର୍ବାଦର ପ୍ରତୀକ। ଏବଂ ଭଗବାନ ଶିବଙ୍କ ଜଟା ଆମକୁ ସଦା ସ୍ମରଣ କରାଏ ଯେ ଯିଏ ନିଜ ମନକୁ ନିୟନ୍ତ୍ରଣ କରିପାରେ, ସେ ହିଁ ପ୍ରକୃତ ଅର୍ଥରେ ଜୀବନର ସମସ୍ତ ସମସ୍ୟାକୁ ଜିତିପାରେ। ଆଶା କରୁଛି ମା ଗଙ୍ଗାଙ୍କ ଅବତାରଣ ଏବଂ ଭଗବାନ ଶିବଙ୍କ ଜଟାରେ ତାଙ୍କ ବିରାଜମାନ ହେବାର ଏହି ସମ୍ପୂର୍ଣ୍ଣ କାହାଣୀ ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଯଦି ଏହି କାହାଣୀରୁ ଆପଣ କିଛି ନୂଆ ଜାଣିବାକୁ ପାଇଛନ୍ତି, ତେବେ ଭିଡ଼ିଓଟିକୁ ନିଶ୍ଚୟ ଲାଇକ୍ କରନ୍ତୁ, ନିଜ ପରିବାର ଓ ବନ୍ଧୁମାନଙ୍କ ସହ ସେୟାର କରନ୍ତୁ ଏବଂ ଜଣା ଅଜଣା ଜ୍ଞାନ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ନିଶ୍ଚୟ ଦବାନ୍ତୁ। ଏଭଳି ପୌରାଣିକ, ଆଧ୍ୟାତ୍ମିକ
ଏବଂ ଜ୍ଞାନବର୍ଦ୍ଧକ କାହାଣୀ ସବୁ ସହ ପୁଣି ଥରେ ଦେଖାହେବ। ସେ ପର୍ଯ୍ୟନ୍ତ ପାଇଁ ନମସ୍କାର। ହର ହର ମହାଦେବ। ଗଙ୍ଗେ ହରି। ଓಂ ନମଃ ଶିବାୟ।